ସମସ୍ତଙ୍କୁ ସୁପ୍ରଭାତ। ଆଜିର ଗଳ୍ପ ହେଉଛି ସତ୍ୟବାଦୀ କାଳର ବରେଣ୍ୟ ସ୍ରଷ୍ଟାମାନଙ୍କ ମଧ୍ୟରେ ଅନ୍ୟତମ ଥିବା ଗୋଦାବରୀଶ ମିଶ୍ରଙ୍କର ଲେଖା। ମୁଁ ଆପଣମାନଙ୍କ ପାଇଁ ପ୍ରସ୍ତୁତ କରିଛି। ଏହି ଗଳ୍ପ ଗୁଡ଼ିକ ମୁଁ ଯେତେ ସବୁ ଲେଖକ ଅଛନ୍ତି ସେମାନଙ୍କ ବହିମାନଙ୍କରୁ ସଂଗ୍ରହ କରିନି। ଏଇଟା ଆମର ଜଣେ ସଂକଳକ ଅଛନ୍ତି, ସେ ଜଣେ ଅଧ୍ୟାପକ ଆଉ ଗଳ୍ପ ଗାଳ୍ପିକ। ତାଙ୍କ ନାଁ ହେଉଛି ରତ୍ନାକର ନାୟକ, ଆପଣମାନେ ସମସ୍ତେ ଜାଣିଥିବେ। ଆଜି ମୁଁ ଗୋଦାବରୀଶ ମହାପାତ୍ରଙ୍କର ମାଗୁଣୀର ଶଗଡ଼ ଗଳ୍ପଟି ଆପଣଙ୍କୁ କହିବି। ଖଲିକୋଟର 2 ଲକ୍ଷ ଲୋକଙ୍କ ଭିତରେ ପ୍ରତିଦିନ ଯିବା ଆସିବା ଚାଲିଛି। କେତେ ସଂସାରରୁ ଯାଉଛନ୍ତି, କେତେ ସଂସାରକୁ ଆସୁଛନ୍ତି। ଏ ଖବର ରଖିଛନ୍ତି ଗୃହ ପରିବାରର ବା ସାଇ ପଡ଼ିଶାର ଲୋକେ। କିନ୍ତୁ ଯେଉଁଦିନ ମାଗୁଣୀ ଏ ସଂସାର ଛାଡ଼ି ଚାଲିଗଲା, ସେଦିନ ଖବରଟା ଖଲିକୋଟର ପୁରପଲ୍ଲୀ ସବୁଆଡ଼େ ବ୍ୟାପିଗଲା। ଯେ ଶୁଣିଲା ସେ ମୁହୂର୍ତ୍ତେ ହେଲେ ନୀରବ ରହି ଦୁଃଖରେ କହିଲା, ମାଗୁଣୀ ଚାଲିଗଲା, ଆହା ବିଚରା ଚାଲିଗଲା। ମାଗୁଣୀ କିଏ? ଖଲିକୋଟର ସେ ରାଜା ନୁହେଁ, ଏକଥା ନିଶ୍ଚୟ। ସେ ରାଜ୍ୟର ନେତା ନୁହେଁ, ଏକଥା ସମସ୍ତେ କହିବେ। ସେ କର୍ମୀ ନୁହେଁ, ଏକଥା ସମସ୍ତେ ଜାଣନ୍ତି। ସେ କେବେ ସତ୍ୟାଗ୍ରହରେ ଯୋଗ ଦେଇନାହିଁ କି ରଜାକୁ ଖଜଣା ଦେଇନାହିଁ। ତା ବେକରେ କିଏ ଫୁଲମାଳ ଲମ୍ବାଇ ନାହିଁ କି କାହା ଗଳାରେ ମାଳା ଲମ୍ବାଇ ଦେବା ଦରକାର ପଡ଼ିନାହିଁ। ଜନସମୁଦ୍ର ଭିତରେ କରତାଳି ଗହଳରେ ବକ୍ତୃତା ଦେଇନାହିଁ। ସେ କେବଳ କରିଛି ଗୋଟିଏ କାମ, ମୁଣ୍ଡର ଝାଳ ତୁଣ୍ଡରେ ମାରି ଜୀବନ ପଥରେ ଲଢ଼େଇ କରିଛି। ସେ ଲଢ଼େଇ ଦେଶ ପାଇଁ ନୁହେଁ, ଜାତି ପାଇଁ ନୁହେଁ, ତାହା ନିଜର ପେଟ ଚାଖଣ୍ଡକ ପାଇଁ। ତଥାପି ମାଗୁଣୀର ମୃତ୍ୟୁ ଖବର ପାଇ ସମସ୍ତେ କହିଲେ, ଆହା ବିଚରା ଚାଲିଗଲା। ଗଡ଼ରେ ପଚାରିଲେ ତ ସମସ୍ତେ କହିବେ ମାଗୁଣୀ କିଏ? ଦୂର ଜଙ୍ଗଲ ତଳ ପଲ୍ଲୀ ଗାଁରେ ମଧ୍ୟ ତାର ପରିଚୟ ମିଳିପାରିବ। ମାଗୁଣୀ ଖଲିକୋଟର କେହି ନୁହେଁ, ସେ ଜଣେ ଶଗଡ଼ିଆ। 2ଟା ବଳଦ ଓ ସେ, ଏ 3 ମିଶି ଗୋଟିଏ ସଂଘ ଗଢ଼ିଥିଲେ, ଯାହାକି 2 ଲକ୍ଷ ଲୋକଙ୍କ ମନକୁ ଛୁଇଁଥିଲା। ପ୍ରତିଦିନ ଖଲିକୋଟ ଗଡ଼ରେ ସୂର୍ଯ୍ୟ ଉଏଁ ଓ ସୂର୍ଯ୍ୟ ଅସ୍ତ ହୁଏ। ଘନ ଘୋର ବର୍ଷା ଦିନେ ଲୋକେ ସୂର୍ଯ୍ୟ ନ ଦେଖି ମାଗୁଣୀକି ଦେଖି ବେଳ ଜାଣନ୍ତି। ମାଘ ମାସର ଜାଡ଼ରେ ପିଣ୍ଡାରେ ଘୋଡ଼ି ଘାଡ଼ି ହୋଇ ଲୋକେ ବସିଥିବା ବେଳେ ମାଗୁଣୀ ନିଜ ପରିଚିତ ସାଙ୍ଗ 2ଟିକୁ ଶଗଡ଼ରେ ଯୋଚି ପାହାଡ଼ ତଳେ ଗୀତ ବୋଲି ଚାଲିଯାଏ। ଲୋକେ କହନ୍ତି ମାଗୁଣୀ ସେମାନଙ୍କର ଗୋଟିଏ ଘଣ୍ଟା। ବର୍ଷା ଦିନେ ବର୍ଷା ଘୁଞ୍ଚି ଯାଇପାରେ, ଖରାଦିନେ ଖରା ତାତି ଉଣା ହୋଇପାରେ, କିନ୍ତୁ ମାଗୁଣୀର ଶଗଡ଼ ଦିନେ ହେଲେ ବନ୍ଦ ହୁଏ ନାହିଁ। ସେ କହେ, ରଜା ଘରେ ଯୋଡ଼ା ମୋଟର କାର ଅଛି ସତ, କିନ୍ତୁ ତାପରି ଇଞ୍ଜିନିୟର ନାହାନ୍ତି। ତା ଶଗଡ଼ ରଜାଘର ମୋଟରଠୁ ବଳେ। 12 ବର୍ଷର ଅତି ପରିଚିତ ସାଥୀ କାଳିଆ ଓ କସରା ବଳଦ ଉପରେ ସେ ହାତ ମାରି ଆଉଁସି ଦେଲେ ତା ଗାଡ଼ିର ପକ୍ଷ ଦିଆ ହୁଏ। ଯେତେବେଳେ ସେ ଶଗଡ଼ ଉପରେ ବସି ଗୀତ ପଦେ ବୋଲିଦିଏ, ରାମ ଯେ ଲଇକ୍ଷଣ ଗଲେ ମୃଗ ମାରି, ତାର ମୋଟର ଚାଲେ। ସେତେବେଳେ ଶ୍ୟାମଳ ତରୁପତ୍ର ତଳେ ଗିରିକନ୍ଦରା ଭିତରେ ପ୍ରତିଧ୍ୱନି ଉଠେ। ଅର୍ଦ୍ଧସୁପ୍ତ କୁକୁଟ କୁମ୍ଭାଟୁଆ ତାକୁ ଉତ୍ତର ଦିଅନ୍ତି। ପଲ୍ଲୀର ବୁଲା କୁକୁର ଦଳ ଚମକି ଉଠି ଗାଁରେ ଚହଳ ପକାନ୍ତି। ଘଡ଼ ଘଡ଼ ଶବ୍ଦରେ ଶଗଡ଼ ଚାଲିଯାଏ ଷ୍ଟେସନ ଅଭିମୁଖେ। 50 ବର୍ଷର ମାଗୁଣୀ 12 ବର୍ଷର ସାଥୀ ବଳଦଙ୍କୁ ଧରି ଯେତେବେଳେ ଭଡ଼ା ବୋହି ଚାଲେ, 70-80 ବର୍ଷ ତଳର କାହାଣୀ ପରି ବୋହିଯାଏ। ସେ କହେ ଆଗ ତା ନିଜ କଥା। ତାର କେବେ ବାପା ମା ଥିଲେ, ସେ କେବେ ସୁଖରେ ବଢ଼ି ଖଟରେ ଶୋଉଥିଲା, ସେ କେବେ ଘରେ ବସି 2 ଓଳି ପେଟ ପୂରାଇ ଖାଉଥିଲା, ଆଉ ଜଣଙ୍କର ମଧୁର ବଚନ ଶୁଣି ଜୀବନର ସକଳ ଦୁଃଖ ଭୁଲି ଯାଇଥିଲା। ସେ ଗଢ଼ିଥିଲା ଗୋଟେ ସ୍ୱପ୍ନ ରାଜ୍ୟ। ସେ ରାଜ୍ୟରେ ସିଏ ଥିଲା ରାଜା। ରାଣୀ କରି କାହାକୁ ଆଣିଥିଲା। ଜୀବନଟାକୁ ସେ ହସାଇ ହସାଇ ନଚାଉଥିଲା। ତାର ଅଧର ତଳେ ସେ ଅମୃତ ପିଉଥିଲା। ତାର ଚାହାଣୀ ଭିତରେ ସେ ଜଗତ ଦେଖୁଥିଲା। ତାର ନିଶ୍ୱାସରେ ସେ ସୁବାସ ବାରୁଥିଲା ଓ ତାର ପାଦ ତଳେ ସେ ଫୁଲ ଫୁଟିବାର ଦେଖୁଥିଲା। କିନ୍ତୁ ସେ ସ୍ୱପ୍ନ ତାର ବେଶୀ ଦିନ ରହିଲା ନାହିଁ। ସ୍ୱପ୍ନମୟୀ ହସି ହସି ଚାଲିଗଲା ଏ ସଂସାରର ସେ ପାଖକୁ। ଏ ପାଖେ ଏ 2ଟି ବଳଦ
ଗାଁରୁ ଷ୍ଟେସନକୁ ଓ ଷ୍ଟେସନରୁ ଗାଁକୁ ଦିନକେ 2 ଥର ଯାଇ ତାକୁ ଆର ଜନ୍ମରେ ଭେଟିବାକୁ ଚେଷ୍ଟା କରୁଥିଲା। ଶଗଡ଼ ବୋହିଲା ବେଳେ ଏକଥା ସେ ସମସ୍ତଙ୍କୁ ଶୁଣାଇ କନ୍ଦାଇ ପକାଏ। ନିଜେ 2 ଟୋପା ଲୁହ ନିଜର ଚିରା କାନିରେ ପୋଛି ଦେଇ ବଳଦ ଉପରେ ହାତ ମାରି ପୁଣି କହେ, ଆଉ ଗୋଟାଏ ଗଳ୍ପ। ଲୋକଙ୍କ ବାଟ ସରିଯାଏ, କିନ୍ତୁ ତାର ଗଳ୍ପ ସରେ ନାହିଁ। ସେ କହେ, ତା ଶଗଡ଼ରେ ନ ବସିଛି କିଏ? ବସି ନଥିଲେ ବସିନଥିବେ ଖଲିକୋଟର ରାଜା, କିନ୍ତୁ ଦେବାନ କହ, ମ୍ୟାନେଜର କହ, ଓକିଲ କହ, ମହାଜନ କହ, ଏପରିକି ମହାତ୍ମାଙ୍କ ଭକ୍ତ ପର୍ଯ୍ୟନ୍ତ କହ, ସମସ୍ତେ ବସିଛନ୍ତି ତା ଶଗଡ଼ରେ। ଏସବୁ କଥା କହିଲା ବେଳେ ଏଡ଼େ ଉତ୍ସାହରେ କହେ ଯେ ବେଳେବେଳେ ବଳଦ 2ଟା ଠିଆ ହୋଇଗଲେ ମଧ୍ୟ ସେମାନଙ୍କୁ ଅଡ଼ାଏ ନାହିଁ। ଜାଣିପାରିଲେ କହେ, ଏ ପଶୁଗୁଡ଼ାକ ମଧ୍ୟ କଥା ଶୁଣିବାକୁ କାନ ଡେରିଛନ୍ତି। ମାଗୁଣୀର ଶଗଡ଼ ଓ ବଳଦ ଖଲିକୋଟର ଗୋଟେ ବିରାଟ ଇତିହାସ ନହେଲେ ମଧ୍ୟ ସେ ଇତିହାସର କେତେଟା ପୃଷ୍ଠା। ସେ ଇତିହାସ କହେ, ଏ ଶଗଡ଼ ରାଜ୍ୟର ସମସ୍ତିଙ୍କି ଚିହ୍ନିଛି। କେତେ ବାଳ ବିଧବା ଏହାରି ଉପରେ ବସି ଶାଶୁଘରୁ ବାପଘରକୁ ଫେରିଛନ୍ତି। କେତେ ସୁହାସିନୀ କୁଳବଧୂ ବାପଘରୁ ଶ୍ୱଶୁଘରକୁ ମଧ୍ୟ ଯାଇଛନ୍ତି। ଖଜଣା ଗଣ୍ଡାକ ଦେଇ ନ ପାରି ଯେଉଁଦିନ ମଣ୍ଡଳ ଗାଁର ଗଦାରାଉଳ ଜେଲ ଗଲା, ସେହିଦିନ ତା ଘରର ଛାଞ୍ଚୁଣି ମୁଣ୍ଡା ଆଦି ଏହି ଶଗଡ଼ରେ ବୁହା ହୋଇ ଆସି ରଜାଘର କଚିରି ଦୁଆରେ ଜମା ହୋଇଥିଲା। ଯେଉଁଦିନ ବେନ୍ଦାଳିଆ ଗାଁର ମଧୁରଥେ ନରହତ୍ୟା ଅପରାଧରେ ଧରାହେଲେ, ସେଦିନ ସେ ଏଇ ଗାଡ଼ିରେ ବସି ଯାଇଥିଲେ। ଏଇ ଗାଡ଼ିରେ ବଡ଼ ଓକିଲ ଆସି ରଜାଘର ପକ୍ଷ ନେଇଛନ୍ତି। ଏଇ ଗାଡ଼ିରେ ରଇତ ନେତାଏ ହାତକଡ଼ା ପଡ଼ି କଚିରିକି ଯାଇଛନ୍ତି। ଏଇ ଗାଡ଼ି ସୁଖ ଦେଖିଛି, ଦୁଃଖ ଦେଖିଛି। ଲୁହ ବୋହି ଏଇ ଗାଡ଼ିର ଶୁଖିଲା ପାଳର ଗଦି ଓଦା ହୋଇଯାଇଛି। ହସରୋଳ ଏଇ ଗାଡ଼ି କେତେ କମ୍ପିଛି। ଏଇସବୁ କଥା କହି ମାଗୁଣୀ ଯେତେବେଳେ ଗାଡ଼ି ଚଳାଏ, ମନେ ହୁଏ ମାଗୁଣୀ ଗୋଟେ ଜୀବନ୍ତ ଇତିହାସ। ଏପରି 10-5ଟା ଇତିହାସକୁ ଏକାଠି କଲେ ଓଡ଼ିଶାରେ ଗୋଟିଏ କୋଣାର୍କ ତିଆରି ହୁଅନ୍ତା। ଦିନେ ମାଗୁଣୀ ଶୁଣିଲା ତା ଗାଡ଼ିରେ ଆଉ ଲୋକେ ବସିବେ ନାହିଁ, କାରଣ ସିଂହଘର ଗୋଟାଏ ମୋଟର ବାସ୍ ଆଣୁଛନ୍ତି। ଶୁଣିଲା ମାତ୍ରେ ସେ ହସି ହସି ଆକାଶ ଫଟେଇ ଦେଲା। କହିଲା, ମୋଟର ବାସ୍? ତା କ'ଣ ମୋ କାଳିଆ କସରାକୁ ଟପିଯିବ? ଭଲ କରି ଆହାର ଦେଇ ଯେତେବେଳେ ହାତ ମାରିଦେବି, ଲୋକେ କ'ଣ ମୋ ଗାଡ଼ି ଛାଡ଼ି ଦେଇ ସେ ଗାଡ଼ିକି ଯିବେ? ଏ କଥା ଶୁଣି ସମସ୍ତେ ହସିଲେ ସତ, ମାତ୍ର ସେ ଖାତିର କଲା ନାହିଁ। 2-4 ଦିନ ଗଲା, ଦେଖୁ ଦେଖୁ ଗଡ଼ରେ ମୋଟର ବାସ୍ ପହଞ୍ଚିଲା। ଲୋକେ କହିଲେ, ଏଥର ମାଗୁଣୀର ବ୍ୟବସାୟ ବୁଡ଼ିଲା। ଏକାବେଳକେ 20 ଜଣଙ୍କୁ ଧରି ଘଣ୍ଟାକେ 40 ମାଇଲ ଯିବ। ମାଗୁଣୀ କି ତାକୁ ବଳିଯିବ? କଥା ସତ। ଦୈତ୍ୟ ଦାନବ ପରି ଗଡ଼ରେ ମୋଟର ବାସ୍ଟାକୁ ଦେଖି ମାଗୁଣୀର ମନରେ ଛନକା ପଶିଗଲା। ସେ କାନ୍ଦି ପାରିଲା ନାହିଁ ସତ, କିନ୍ତୁ କାନ୍ଦ କାନ୍ଦ ହୋଇ ଭାବିଲା, ସେଦିନ ଯାଇଥିଲି କୋଦଳା ସଭାକୁ। କିଏ କହୁଥିଲେ କଳ ଜିନିଷଠୁ ହାତ ଜିନିଷ ଭଲ। ତାହେଲେ ମୋଟର କଳଠୁ କ'ଣ ମୋ ଶଗଡ଼ ଭଲ ନୁହେଁ? ଏତେ ଲୋକ ସଭାରେ ଶୁଣୁଥିଲେ, ସେମାନେ କ'ଣ ମୋର ଦୁଃଖ ବୁଝିବେ ନାହିଁ? କର୍ମୀ ନ ବୁଝିଲେ ଯିବି ଗାନ୍ଧୀଙ୍କ ପାଖକୁ। ଦରିଦ୍ରର ସାଥୀ ସେ, ଗରିବଙ୍କ ବନ୍ଧୁ ସେ। ସେ କ'ଣ କହିବେ, ମାଗୁଣୀ ମରିଯାଉ, ଆଉ ଏ ସିଂହେ ବଞ୍ଚନ୍ତୁ। ଷ୍ଟେସନରୁ ଗଡ଼କୁ ସିଂହଙ୍କ ବାସ୍ ଚାଲିଲା। ମାଗୁଣୀର ଶଗଡ଼ ମଧ୍ୟ ଚାଲିଲା, କିନ୍ତୁ ବାସ୍ ପୂର୍ଣ୍ଣ, ଶଗଡ଼ ଖାଲି। ମାଗୁଣୀ ଯେତେ ଆଗରୁ ରାତି ଅଧରୁ ଉଠି ଷ୍ଟେସନରେ ଶଗଡ଼ ହାଜର କଲେ ମଧ୍ୟ ଲୋକେ ଗଲେ ବାସ୍ରେ। ଯେତେ ନୂଆ ଅଖାର ଗଦି ପକାଇଲେ ମଧ୍ୟ ଲୋକେ ଧାଇଁଲେ ବାସ୍ ମୁହଁକୁ। ଯେତେ ହାତ ଧରି ଡାକିଲେ ମଧ୍ୟ ଲୋକେ ଚାହିଁଲେ ବାସ୍ ଆଡ଼କୁ। ଦିନେ ଗଲା, 2 ଦିନ ଗଲା। ସେ 2 ଓଳି ଖାଇକରି ଆସୁଥିଲା, ଓଳିଏ ଖାଇ ଆସିଲା। ସେ ଭାତ ଖାଇ ଆସୁଥିଲା, ତୋରାଣି ପିଇ ଆସିଲା। ସେ 2 ଓଳିରେ ଥରେ ପିଉଥିଲା, ପିଇ ଆସୁଥିଲା। କ୍ରମେ 3 ଓଳି ଚୁଳି ଲାଗିଲା ନାହିଁ। କାଳିଆ କସରାଙ୍କ ଛାତି ହାଡ଼ ଦିଶିଲା। ସେମାନଙ୍କୁ ଧରି ସେ ଯେତେବେଳେ କାନ୍ଦିଲା, କିଏ କହିଲା ପାଗଳ, କିଏ କହିଲା ବାୟା। ତାପରେ ଯେଉଁଦିନ ମାଗୁଣୀର କୁଡ଼ିଆ ଦୁଆର ଭାଙ୍ଗି ଗାଁ ଲୋକେ ତା ଶବ କାଢ଼ିଲେ, ଦେଖିଲେ ଛିଣ୍ଡା କତରା ତଳେ 5 ବାଡ଼ି ଖଣ୍ଡିକ ଶୁଆଇ ଦେଇ ମାଗୁଣୀ ଆଖି ବୁଜି ଶୋଇଛି। ମଶାଣିରେ ନିଆଁ ଲାଗିଲା। ଆକାଶରେ ପକ୍ଷୀ ଉଡ଼ି ଧୂଆଁ ପାର ହେଲେ। ଖଲିକୋଟର 2 ଲକ୍ଷ ଲୋକ ସେ ଖବର ପାଇ ଦୁଃଖରେ କହିଲେ, ଆହା, ମାଗୁଣୀ ଚାଲିଗଲା। ଆପଣମାନଙ୍କୁ ମାଗୁଣୀର ଶଗଡ଼ ନିଶ୍ଚୟ ଭଲ ଲାଗିଥିବ। ଯେଉଁମାନେ ଆଗରୁ ଶୁଣିଛନ୍ତି ତାଙ୍କ ତ ସେମାନେ ତ ଜାଣିଛନ୍ତି, ଯେଉଁମାନେ ଶୁଣିନଥିଲେ ସେମାନେ ଆଜି ଶୁଣିଲେ। ଗୋଦାବରୀଶ ମହାପାତ୍ରଙ୍କର ବିଷୟରେ ଆପଣମାନେ ସମସ୍ତେ ଜାଣିଛନ୍ତି, ତଥାପି ମୁଁ ଆଜି ତାଙ୍କ ବିଷୟରେ 2 ଧାଡ଼ି କହିବି। ସତ୍ୟବାଦୀ କାଳର ସେ ବରେଣ୍ୟ ସ୍ରଷ୍ଟାମାନଙ୍କ ମଧ୍ୟରେ ଅନ୍ୟତମ। ସାହିତ୍ୟର ପ୍ରତିଟି କ୍ଷେତ୍ରରେ ଲେଖନୀ ଚାଳନା କରି ସେ ବେଶ୍ ସୁଖ୍ୟାତି ଅର୍ଜନ କରିଥିଲେ। ଅର୍ଦ୍ଧ ଶତାବ୍ଦୀର ଓଡ଼ିଶା ତହିଁରେ ମୋ ସ୍ଥାନ ହେଉଛି
ତାଙ୍କ ଦ୍ୱାରା ସୃଷ୍ଟ ଏକ ବଳିଷ୍ଠ ତଥା ସଫଳ ଆତ୍ମଜୀବନୀ ଗ୍ରନ୍ଥ। ସେ ଏକାଧାରରେ ଥିଲେ ଜଣେ ଜାତୀୟବାଦୀ କବି, ନାଟ୍ୟକାର, ଔପନ୍ୟାସିକ ଓ କଥାକାର। ନାଟକ ପୁରୁଷୋତ୍ତମ ଦେବ ଏବଂ ମୁକୁନ୍ଦ ଦେବ ତାଙ୍କୁ ଯଥେଷ୍ଟ ଖ୍ୟାତି ଦେଇଛି। ଅଭାଗିନୀ ଘଟାନ୍ତର 1817 ତାଙ୍କର ହେଉଛି ଅନୁବାଦ ଗ୍ରନ୍ଥ। ତାଙ୍କ ଗଳ୍ପଗୁଡ଼ିକ ଗଳ୍ପମାଳାରେ ପୁଆଣୀ ଘର ଏବଂ 9ଟି ଗଳ୍ପ ନାମରେ ସଂକଳିତ ହୋଇଛି। ଆପଣମାନଙ୍କୁ ଭଲ ଲାଗିଥିଲେ ଲାଇକ୍ କରିବେ, ଦୟାକରି ଲାଇକ୍ ବଟନ୍କୁ ଦବାନ୍ତୁ। ଆଉ ଯିଏ ବି ଗଳ୍ପଟି ଶୁଣୁଛନ୍ତି ଗୋଟିଏ ସବସ୍କ୍ରାଇବର୍ ବଢ଼ାନ୍ତୁ। ଏତିକି ମୋର ଆପଣଙ୍କୁ ନିବେଦନ ରହୁଛି। ଜୟ ଜଗନ୍ନାଥ।